ଏ ଜଗତ କଳା ଅନ୍ଧାରରେ ମତେ ମିଶେଇ ଦେ ତୁ ତତେ ଗଢ଼ିଛୁ ମତେ ପୁଣି ଗଢ଼ିଛୁ ତୋତେ ଅଧା ମତେ ପୁରା କରିଛୁ ମୁଁ ମାଗିଲେ ଦେଉ ନ ମାଗିଲେ ବି ଦେଉ অছিন্না বন্ধন বান্ধি দেইছু তু সত্য তুহি মন্ত্র তু তিথি তু নক্ষত্র শূন্য তুহি ব্রহ্ম বিধি তু বিধান মনীষাস শেষ ধাড়িরে পূর্ণচ্ছেদ তু টাণি দে এ জগত কলা অন্ধରରେ মতে মিশেই দে মিশেই দে जीवन तुमने दिया है संभालोगे तुम जीवन तुमने दिया है संभालोगे जीवन तुमने दिया है संभालोगे तुम आशा हमें है विश्वास है हर मुश्किल से विधाता निकालोगे तुम जीवन तुमने दिया है संभालोगे तुम सारे हम आपकी है पले सारे सत्कर्म की राह पर हम चले सारे जहां की भलाई करे सारे जहां की भलाई हम ना किसी की बुराई करे दुनिया के दुखों से बचा लोगे तुम तुसे सठी कोणा मूल भी तुमोल भू गर्दी तुमो गर्व रागी मु तुम राग भोगी मु तुम भोग শ্রীরঙ্গা চরণ সেবারে মো মন 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 রহি থাউ নিরন্তরে চক্রবালা চাহি সুখী হে উঠিবি অখিলপতি হে 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 ভয় হইব নাহি শ্রীরঙ্গা চরণ সেবারে মো মন শ্রীরঙ্গা চরণ সেবারে মো মন রহি থাউ নিরন্তর
ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଧନ୍ୟ ମହାପ୍ରଭୁ ମହିମା ତୁମର ଧନ୍ୟ ମହାପ୍ରଭୁ ମହିମା ତୁମର ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ପାର ଅଟେ ଅନନ୍ତ ପାର ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଆଜ୍ଞାରେ ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଆଜ୍ଞା ତୁମରି କୁସୁମ ପ୍ରତି ପ୍ରଭାତରେ ତୁମରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଆସି କରୁଣା ସିନ୍ଧୁ ଘୋର ବନେ ମୃଗୁଣିକୁ ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ଉଦ୍ଧାରିଲେ ଆପଣ ଆହେ ନୀଳ ଶୈଳ ପୁରୁଷ ଭାତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ନେଲେ ଲଜ୍ଜା କର ବାରଣ ଆହେ ନୀଳ ଶୈଳ ପ୍ରବଳ ରାବଣ ସମ୍ଭାଳିତାକୁ ଲଙ୍କେ କଲ ରାଜନ ଆହେ ନୀଳ ଶୈଳ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲେ कदाश्चित कालिंदी तट विभिन्न संगीत करवो मुदाभिरी नारी वदन कमला स्वाद मधुप रमा शंभु ब्रह्मा सुरपति गणेशाश्चित पदो जगन्नाथ स्वामी नयन पथगामी भवतु अद्यता 19/2024 रिख गुरुवार द्वितीय दिवसर विवरणी पाठ करुच्ची दल नंबर 2 तरफ मु अनिल कुमार दास सर्वप्रथमे ओरफ दुर्गा माधव महापात्र सर्वप्रथमे आरपी मोनालिसा नंद एवं प्रशिक्षक दुर्गा माधव महापात्र विभु वंदना गान करते एकम दिवसर विवरणी पाठ करते दल नंबर 1 तरफ प्रशिक्षक सोमनाथ परिजा सार यापर आरपी मोनालिसा नंद प्रशिक्षण कार्य को आगे नहीं 4टी दल गठन कर प्रति दल को गोटे लेखाएं तथ्य फर्द प्रदान करते प्रति तथ्य फर्दे 2टी लेखाएं उक्ति रही यही उक्ति गुड़िक दलगत आलोचना कर जेपरिकी एकम दल को दि जाइथिबा एकम उक्ति हेउछि शिक्षार्थी मानक सह सामाजिक लिंग विषय रे आलोचना करिबा द्वारा जड़े शिक्षक किंबा शिक्षयित्री को पाई कठिन परिस्थिति सृष्टि होई पारे कि द्वितीय उक्ति
ମୋବାଇଲ ଫୋନ ଓ ଗଣମାଧ୍ୟମ ଯୌନତା ଓ ଲିଙ୍ଗ ଭିତ୍ତିକ ପରିଚୟକୁ ପ୍ରଭାବିତ କରିଥାଏ କି? ଏହି ଉକ୍ତି ପରିସ୍ଥିତି ଗୁଡ଼ିକ କିଭଳି ଭାବରେ କିଶୋର କିଶୋରୀମାନଙ୍କ ଶିକ୍ଷା ଉପରେ ପ୍ରଭାବ ପକାଇଥାଏ ତାହା ଆଲୋଚନା ହୋଇଥିଲା। ଏହିଭଳି ପ୍ରତ୍ୟେକ ଦଳର ତଥ୍ୟ ଫର୍ଦ୍ଦ ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା। ଏହାପରେ 3ଟି ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏକମ ଭିଡ଼ିଓରେ କମଳା ହାସିନଙ୍କ ଭିଡ଼ିଓରେ ଜଣେ ମହିଳା କିଭଳି ଭାବରେ ଜଣେ ପୁରୁଷ ଦ୍ୱାରା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି ଏବଂ କିଭଳି ନିର୍ଯାତନାରୁ ରକ୍ଷା ପାଇପାରିବେ ତାହା ଆଲୋଚନା କରିଥିଲେ। ଏଥିରେ ମର୍ଦ୍ଦାଙ୍ଗୀ ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଦ୍ୱିତୀୟ ଭିଡ଼ିଓରେ ବାଳିକାମାନେ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍ କିଭଳି ଜାଣିବେ ଏବଂ ବ୍ୟାଡ୍ ଟଚ୍କୁ ବ୍ୟାଡ୍ ଟଚ୍ରୁ କିଭଳି ନିଜକୁ ରକ୍ଷା କରିପାରିବେ ତାହା ବିଷୟରେ ଆଲୋଚନା କରାଯାଇଥିଲା। ତୃତୀୟ ଭିଡ଼ିଓରେ ଜଣେ ମହିଳା ପ୍ରଥମେ ନିର୍ଯାତନାର ଶିକାର ହୋଇ ପରେ ନିଜେ କିଭଳି ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ଆଲୋଚନା ହୋଇଥିଲା। ତୃତୀୟ ଦିନର ପ୍ରଥମ ଅଧିବେଶନ। ଏହାପରେ ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନକୁ ପରିଚାଳନା କରିଥିଲେ ଆର୍ପି ମହୋଦୟ ଶ୍ରୀଯୁକ୍ତ ଶ୍ରୀ 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 ବିଦ୍ୟାଧର ଖଟୁଆ ମହୋଦୟ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଆର୍ପି ବେଣୁଧର କବି ସାର୍। ସେ ଏଥିରେ ଅଦୃଶ୍ୟ ଭେଦଭାବ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଆର୍ପି ମହୋଦୟ କେତେକ ଉକ୍ତି ଆଲୋଚନା କରିଥିଲେ। ଉକ୍ତି 1, ବିଦ୍ୟାଳୟରୁ ଆସିବା ପରେ ସୁମିତ ଭାଇ ଭଉଣୀଙ୍କର ଡ୍ରେସ୍ ସଫା କରନ୍ତି ଏବଂ ପରଦିନ ବିଦ୍ୟାଳୟ ଯିବା ପାଇଁ ପ୍ରସ୍ତୁତ କରନ୍ତି। ଏହିଭଳି ଉକ୍ତି ଗୁଡ଼ିକ ଆଲୋଚନା କରି ଏଥିରେ କ'ଣ ଅଦୃଶ୍ୟ ଭେଦଭାବ ରହିଛି ତାହା ଆଲୋଚନା କରାଯାଇଥିଲା। ଏହାପରେ ସମାନତା ଓ ସମତା ବିଷୟରେ ଆଲୋଚନା କରାଯାଇଥିଲା। ଯେପରି ସମାନତା ଓ ସମତା ମଧ୍ୟରେ ପାର୍ଥକ୍ୟ ସିଧାସଳଖ ଅଟେ। ସମାନତା ଅର୍ଥ ସମସ୍ତଙ୍କ ପାଖରେ ସମାନ ଜିନିଷ ଅଛି। ସମତା ଅର୍ଥ ସମସ୍ତଙ୍କ ପାଖରେ ଯାହା ଆବଶ୍ୟକ ରହିଛି। ସମତା ଆମକୁ ଅଧିକରୁ ବଞ୍ଚିତ ହେଉଥିବା ବ୍ୟକ୍ତିଙ୍କ ରାସ୍ତାରୁ ବାଧା ଦୂର କରିବାରେ ଓ ସମାନ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଜାତି ଅନ୍ୟାନ୍ୟ ସାମାଜିକ ଏବଂ ସାମାଜିକ ଲିଙ୍ଗଗତ ପରିଚୟ ଦୃଷ୍ଟିକୋଣରୁ ଦେଖିବା ବେଳେ ଭେଦଭାବ ଅଧିକ ତୀବ୍ର ହୋଇଥାଏ। ତେଣୁ ଭେଦଭାବକୁ ଚିହ୍ନଟ କରିବା ହେଉଛି ସମାନତା ଏବଂ ସମାନ ଦିଗରେ ପ୍ରଥମ ପଦକ୍ଷେପ। ନ୍ୟାୟ ହାସଲ କରିବା ପାଇଁ ଆମକୁ ପ୍ରାୟ କଠିନ ପ୍ରୟାସ କରିବାକୁ ପଡ଼ିବ। ଏହାର ଅର୍ଥ ନିରପେକ୍ଷ ରହିବା। ସମତାର ଅର୍ଥ ଏକ ପରିସ୍ଥିତି ଯେଉଁଠାରେ ସମସ୍ତେ ନିଜ ଆବଶ୍ୟକତା ଅନୁସାରେ ସମ୍ବଳ ଓ ସୁଯୋଗ ପାଆନ୍ତି, ଯାହାଦ୍ୱାରା ଆମେ ସମାନତା ଆଣିପାରୁ। ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନକୁ ପରିଚାଳନା କରିଥିଲେ ଆର୍ପି ଜୁଲେଖା ଫାରାହା ମ୍ୟାଡ଼ାମ। ଟପିକ୍ ଥିଲା ସାମାଜିକ ଲିଙ୍ଗ ଓ ଶିକ୍ଷା। ଏଥିରେ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ SDGର 17ଟି ପଏଣ୍ଟ ମଧ୍ୟରୁ କ୍ୱାଲିଟି ଏଜୁକେସନ୍ ଏବଂ ଜେଣ୍ଡର ଇକ୍ୱାଲିଟି ବିଷୟରେ ଆଲୋଚନା କରାଯାଇଥିଲା। ସାମାଜିକ ଲିଙ୍ଗ ଭିତ୍ତିକ ହିଂସା ଏହା ଯେକୌଣସି ସ୍ଥାନରେ ଘଟିପାରେ। ଏହାର ପ୍ରକାର ଭେଦ ଗୁଡ଼ିକ ହେଉଛି ଶାରୀରିକ ହିଂସା, ମାନସିକ ହିଂସା, ଆର୍ଥିକ ହିଂସା, ଯୌନଗତ ହିଂସା। ଦଳଗତ ଆଲୋଚନା ଏହା ବିଷୟରେ ହୋଇଥିଲା। 5ଟି ଦଳକୁ 5ଟି ଉକ୍ତି ଦିଆଯାଇଥିଲା। ଦଳ 1, କନ୍ୟା ଭ୍ରୂଣ ହତ୍ୟା ଏବଂ ଶିଶୁଲିଙ୍ଗ ଅନୁପାତରେ ହ୍ରାସ, ରାସ୍ତାଘାଟରେ ନିର୍ଯାତନା। ଦଳ ନମ୍ବର 2, ଦଳ ନମ୍ବର 3 ବାଲ୍ୟ ବିବାହ, ଦଳ ନମ୍ବର 4 କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା, ଦଳ ନମ୍ବର 5 ଘରୋଇ ହିଂସା। ଦ୍ୱିତୀୟ ଦିନର ତୃତୀୟ ଅଧିବେଶନ ଆର୍ପି ବେଣୁଧର କବି ସାର୍ ନେଇଥିଲେ। ଏହାର ପ୍ରସଙ୍ଗ ଥିଲା ପାଠ୍ୟକ୍ରମ ଓ ସଂଯୋଗୀକରଣ। 6th 7th 8th କ୍ଲାସ୍ ପାଇଁ 12ଟି ଲେଖାଏଁ କ୍ଲାସ୍ ହେବ। ଆମର ସେ କହିଥିଲେ ଯେଉଁ ଆମର ବର୍ଣ୍ଣାଳୀର 9th ପାଇଁ 9ଟି କ୍ଲାସ୍ ହେବ। 10th ପାଇଁ 5ଟି କ୍ଲାସ୍ ହେବ। 6thରେ କେବଳ ମନୋଭାବ ପରିବର୍ତ୍ତନ ବିଷୟରେ ଆଲୋଚନା କରାଯିବ। 7thରେ ଆଚରଣ ବିଷୟରେ,
ଏଇଥିରେ ଆକାଂକ୍ଷା ବିଷୟରେ, 9th ସଚେତନ ନାଗରିକତା ଏଇଭଳି ଆଲୋଚନା କରାଯାଇଥିଲା। 10th ମଧ୍ୟ ସଚେତନ ନାଗରିକତା। ତାପରେ ଏହାପରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ଏହାପରେ ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ଦିନର ଚତୁର୍ଥ ଅଧିବେଶନ ଆର୍ପି ମୋନାଲିସା ନନ୍ଦ ନେଇଥିଲେ। ଏହି ଅଧିବେଶନରେ 4ଟି ଦଳ ଗଠନ କରି ପିଲାମାନଙ୍କର ସ୍ୱପ୍ନ ପୂରଣ ପାଇଁ କ'ଣ ସାମର୍ଥ୍ୟ ଦରକାର ତାହା ଆଲୋଚନା କରାଯାଇଥିଲା। ଏହାପରେ ପ୍ରତି ଦଳକୁ ତଥ୍ୟପ୍ରଦ ପ୍ରଦାନ କରିଥିଲେ ଏବଂ ଶିକ୍ଷାର୍ଥୀମାନେ ନିଜ ଲକ୍ଷ୍ୟ ହାସଲ ପାଇଁ କେମିତି ସଂଘର୍ଷ କରିଥିଲେ ତାହା ଦଳଗତ ଆଲୋଚନା କରାଯାଇଥିଲା। ଏହାପରେ କାର୍ଯ୍ୟପତ୍ର ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ପ୍ରତ୍ୟେକ ପିଲା ନିଜର ସ୍ୱପ୍ନ ବିଷୟରେ କହିଥିଲେ। କାର୍ଯ୍ୟପତ୍ର ପ୍ରଦାନ ତାପରେ ମୁଁ କ'ଣ ଶିଖିଲି, ଇଚ୍ଛା ଶକ୍ତି ବୃଦ୍ଧି କରିବା, ଲକ୍ଷ୍ୟ ନିର୍ଦ୍ଧାରଣ, ଲକ୍ଷ୍ୟ ପୂରଣ ପାଇଁ ଦୃଢ଼ ଇଚ୍ଛା ଶକ୍ତି, ଲକ୍ଷ୍ୟ ପୂରଣ ପାଇଁ ସାମର୍ଥ୍ୟ ସହଯୋଗ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା। ଏହାପରେ ପ୍ରତି ଦଳକୁ କୃତଜ୍ଞତା ପତ୍ର ପ୍ରଦାନ ଏବଂ ପ୍ରତିଜ୍ଞା ପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ଦ୍ୱିତୀୟ ଦିବସର କାର୍ଯ୍ୟ ପରିସମାପ୍ତି ଘଟିଥିଲା। ପୁରୁଣା ଦିନର ବିଚାର ଗଲା, ଏବେ ଆସିଅଛି ନୂତନ ଯୁଗ। ପୁଅ ସଙ୍ଗେ ଝିଅ ପାଇବ ଭାଗ। ଶିକ୍ଷା ସଂସ୍କୃତି ଧର୍ମ କରିବାରେ ମିଡ଼ିଆ ଟେକ୍ନୋଲୋଜି ଆର୍ଥିକ ବ୍ୟବସ୍ଥା ବଜାରେ ଅଛି ଯଦି ହୃଦୟ ମାନବିକତା ଦିଏ ମୋତେ ସବୁ କ୍ଷେତ୍ରରେ ସମାନତା। ଧନ୍ୟବାଦ। ଅଧିବେଶନଟା ବାକି ଥିଲା। ଆର୍ପି ଥିଲେ ମୋନାଲିସା ନନ୍ଦ। ପ୍ରଥମ ଦିବସର ବଳକା ଅଧିବେଶନର କରିଥିଲେ ଆମର ଆର୍ପି ମୋନାଲିସା ନନ୍ଦ। ତାଙ୍କର ଅଧିବେଶନର ମୁଖ୍ୟାଂଶ ଥିଲା ସାମାଜିକ ଲିଙ୍ଗଭିତ୍ତିକ ବିବିଧତା ସୃଷ୍ଟିକାରୀ ଉକ୍ତିଗୁଡ଼ିକ ବିଷୟରେ ଖୋଲା ଆଲୋଚନା ହୋଇଥିଲା। ଏହାପରେ ଗୃହରେ 3ଟି ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ଆର୍ପି ବିଦ୍ୟାଧର ପଟୁଆ ଆରମ୍ଭ କରିଥିଲେ। ସେ ସମାନତା, ସମତାର ସଂଜ୍ଞା ଏବଂ ନ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଦ୍ୱିତୀୟ ଦିବସର ଦ୍ୱିତୀୟ ଅଧିବେଶନ ଆର୍ପି ସୁଲେଖା ପାରା ମହୋଦୟ କରିଥିଲେ। ସେ SDG 4, SDG 5 ସମ୍ପର୍କରେ ଖୋଲା ଆଲୋଚନା କରିଥିଲେ ଏବଂ ଲିଙ୍ଗଭିତ୍ତିକ ହିଂସା ଉପରେ ଆଲୋଚନା କରିଥିଲେ। ଏହାପରେ ତୃତୀୟ ଅଧିବେଶନ ଆର୍ପି ବେଣୁଧର କବି ମହୋଦୟ ଆରମ୍ଭ କରିଥିଲେ। ସେ 6ଠୁ 10ମ ଶ୍ରେଣୀ ମଧ୍ୟରେ ବର୍ଣ୍ଣାଳୀ ପିରିୟଡ଼ ବଣ୍ଟନ ଏବଂ ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଆଶା କରାଯାଉଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଦିବସର ଚତୁର୍ଥ ଅଧିବେଶନ ଆର୍ପି ମୋନାଲିସା ନନ୍ଦ ମହୋଦୟ ଆରମ୍ଭ କରିଥିଲେ। ସେ ସ୍ୱପ୍ନର ଉଡ଼ାଣ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସ୍ୱପ୍ନ, ସାମର୍ଥ୍ୟ ଏବଂ ସ୍ୱପ୍ନ ପୂରଣ କରିବା ପାଇଁ ଆମକୁ ସହଯୋଗ କରୁଥିବା ଆମର ବିଭିନ୍ନ ଉତ୍ସ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ କୃତଜ୍ଞତା ପତ୍ର ଏବଂ ପ୍ରତିଜ୍ଞା ପତ୍ର ଗ୍ରହଣ କରିଥିଲେ। ଏଥିସହିତ ଦ୍ୱିତୀୟ ଦିବସର ସମସ୍ତ ଅଧିବେଶନ ସମାପ୍ତ ହୋଇଥିଲା। ଆମର ପ୍ରୋଗ୍ରାମଟା ହେଉଛି ବର୍ଣ୍ଣାଳୀ। ଆଚ୍ଛା, ବର୍ଣ୍ଣାଳୀ ଯେଉଁ ପ୍ରୋଗ୍ରାମଟି ଆମର ସରକାରଙ୍କ ଦ୍ୱାରା ଆମର ଶିକ୍ଷା କ୍ଷେତ୍ରରେ ଯେଉଁ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଆମେ ଯେଉଁ 2 ଦିନ ଆମେ ନେଲେ ଆମର ଯେଉଁ ପ୍ରଶିକ୍ଷଣ ନେଲେ, ଏଥିରେ ଆମକୁ ଯାହା ପ୍ରଶିକ୍ଷଣ ଦିଆଗଲା ତା ସହିତ ଏଥିରେ ଯେଉଁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସହ ସଂଯୋଗ ଲେଖାଯାଇଛି, ଏଠି ସ୍ତ୍ରୀଲିଙ୍ଗ ପୁଲ୍ଲିଙ୍ଗ ଆମର ପୁରୁଷ ସ୍ତ୍ରୀ ବାଳକ ବାଳିକା ଏମାନଙ୍କ ଭିତରେ କେମିତି ସମାନତା ଆସିବ ସେ ବିଷୟରେ ଆମେ ଆଲୋଚନା କରୁଛେ। କିନ୍ତୁ ସ୍ୱାଧୀନତା ପୂର୍ବରୁ ଦେଶ ସ୍ୱାଧୀନତା ପୂର୍ବରୁ ଯେଉଁ ପ୍ରକାର ଅବସ୍ଥା ଆମ ଦେଶର ଥିଲା, ନାରୀମାନଙ୍କ କର୍ମରେ ଧର ଆମର ଇଞ୍ଜିନିୟରିଂ ଲାଇନ୍ ଧରିନିଅ, ଆମର ଆର୍ମିରେ ଧରିନିଅ, ପୋଲିସ ଲାଇନ୍ ବିଭାଗରେ, ଏଥିରେ ସେମାନଙ୍କୁ ଛଡ଼ାଯାଉନଥିଲା। ତାପରେ ସେତେବେଳେ ଯେଉଁ ପୂର୍ବ ଥିଲା ଆମର ଅଦାଲତ ବିଭାଗ ପ୍ରଥା ଥିଲା, ବିଭିନ୍ନ ପ୍ରକାର ଆମର ପ୍ରଥା ପରମ୍ପରାରେ ଗୁଡ଼ିକ ରହିଥିଲା ସେଟା। କିନ୍ତୁ ଆସ୍ତେ ଆସ୍ତେ ଗୋଟେ ପରିବର୍ତ୍ତନ ହେଇଛି। ଆମର ଦେଶର ସ୍ୱାଧୀନତା ହେବା ପରେ ବିଭିନ୍ନ ଆମର ଯେଉଁ ସରକାର ଆସିଲେ ବିଭିନ୍ନ ଆଇନ କାନୁନ ଦ୍ୱାରା ଏହାର ପରିବର୍ତ୍ତନ ହେଇଛି। ଯଦି ପରିବର୍ତ୍ତନ ନ ହେଇଥାନ୍ତା ଆମେ ଏତେ ଜଣ ଦିଦିଙ୍କୁ ଏଠି ଦେଖିପାରିନଥାନ୍ତୁ।
କାରଣ ସେତେବେଳେ ସ୍ତ୍ରୀ ଲୋକମାନଙ୍କୁ ଚାକିରି କରିବାକୁ ପଢ଼ିବାକୁ ତ ଚାହୁଁନଥିଲେ, ଚାକିରି କରିବେ କ'ଣ? ଏଇଟା ସବୁ ଦିଗରେ ଆଗେଇକିରି ଅଛନ୍ତି। କିନ୍ତୁ ସରକାର ଚାହୁଁଛନ୍ତି ଯେ ଏହା 100% ହଉ। ଆମର ଯେଉଁ ପୁରୁଷ ସ୍ତ୍ରୀ ଭିତରେ ଯେଉଁ ବାଧାଟା ରହିଛି, ଯେଉଁ ବାଡ଼ ରହିଛି, ସେ ବାଡ଼ ସମାପ୍ତ ହଉ। ପୁରୁଷ ଓ ସ୍ତ୍ରୀ ଉଭୟ ସମାନ ମାନେ କାନ୍ଧରେ କାନ୍ଧ ଦେଇକିରି ଆଗକୁ ଆଗାନ୍ତି, ଏଇଟା ହେଉଛି ଲକ୍ଷ୍ୟ। ତେଣୁ ସେମାନେ କାହାକୁ ବାଛନ୍ତି? ଆମେ ଯଦି ଗଣମାଧ୍ୟମ ଦ୍ୱାରା ପ୍ରଚାର କରିବା ଆମର ବୟସ୍କ ଲୋକମାନଙ୍କୁ, ସେମାନଙ୍କ ମୁଣ୍ଡରେ ସେଇଟା ପଶିବ ନାହିଁ, କେବେ ବି ପଶିବ ନାହିଁ। ସେ ଯେତେ କହିଲେ ବି ପଶିବ ନାହିଁ। ଯଦି ଏ ଶିକ୍ଷାଟି ଦେବା ତାହେଲେ ସେ ଆସ୍ତେ ଆସ୍ତେ ତାର ପରିବର୍ତ୍ତନ ହେବ। ଯେତେବେଳେ ବଡ଼ ହେବ, ନାଗରିକ ହେଲା, ଦେଶର ନାଗରିକ, ସେ ସେଇଟାକୁ କାର୍ଯ୍ୟକାରୀ କରିବ ବୋଲି ସରକାରଙ୍କର ଏଇଟା ହେଉଛି। ସରକାର ଜାଣୁଛନ୍ତି ଯେ, ସରକାର କହୁଛନ୍ତି ଯେ ଏଇଆ ହେଲେ ହେଇପାରିବ, ଯେଉଁଟାକି ବି ଠିକ୍। ଗୋଟେ ପିଲାଟାକୁ ଆମେ ପିଲାବେଳୁ ଗଢ଼ିବା, ଯେଉଁ ପ୍ରକାର ଶିକ୍ଷା ଦେବା, ସେ ଯେତେ ଗ୍ରହଣ କରିବ, ଜଣେ ବୟସ୍କ ଲୋକକୁ କହିଲେ ସେ ତାକୁ ଗ୍ରହଣ କରି ନପାରେ। ଏଇଟା ହେଉଛି ଜିନିଷ। ତେଣୁ ଆମେ ଯେଉଁ ଶିକ୍ଷା, ଆମେ ଯେଉଁ ଆଲୋଚନା 2 ଦିନ ହେଲା ହେଉଥିଲା, କ'ଣ ଶ୍ରେଣୀର ଛାତ୍ରୀ ନବମ ଶ୍ରେଣୀରେ ପଢ଼େ, ଲତାର ଖଳାବାଡ଼ିରେ ଧାନ ବେଙ୍ଗଳା ହେଉଛି। ଧାନ ବେଙ୍ଗଳା ସମସ୍ତେ ଜାଣିଛନ୍ତି, ପିଲାମାନେ ଜାଣିଛ ନା ନାହିଁ? ଧାନ ବେଙ୍ଗଳା ହେଉଛି। ଲତାର ପିତା ଶ୍ୟାମ ବାବୁ ତାର ସାନ ଭାଇ ରାମ ଓ ଗୋବିନ୍ଦକୁ, ଯେଉଁମାନେ କି ଯଥାକ୍ରମେ 7ମ ଓ 8ମ ଶ୍ରେଣୀର ଛାତ୍ର, ସେଇ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଛନ୍ତି। ଆଉ ଥରେ ପଢ଼ିଦେବି, ଆଉ ଥରେ ସେଗୁଡ଼ାକୁ ରିପିଟ୍ କରିଦେଉଛି ଯେ ଲତା 9ମ ଶ୍ରେଣୀର ଛାତ୍ରୀ, ଲତାର ଖଳାବାଡ଼ିରେ ଧାନ ବେଙ୍ଗଳା ହେଉଛି। ଲତାର ପିତା ଶ୍ୟାମବାବୁ ତାର ସାନ ଭାଇ এই ভিতরে এই বিষয়ে আলোচনা করতে নিজ নিজ ভিতরে, তারপরে উত্তরে লেখি ଆମର ଯୋଉ କାମଟି କାହାର ଲେଖା ହେଇଛି, କୋଉ କାମଟା କାହାର? ମୁକ୍ତ ଭାବରେ ଶିଖିବା ଓ ବୁଲିବା, ଇଏ ସବୁଥିରେ ଦେଖିବା। ମୁକ୍ତ ଭାବରେ ଶିଖିବା ଓ ବୁଲିବା, ସାଇକେଲ ଚଲେଇବା ରହିଛି, ଏଇଟା କାହାର? ମୋବାଇଲ ଲାଇଟ୍ ବନାଇ ଠିକ ଅଛି। ବସରେ ଯିବା ଆସିବା କରିବା, ଉଭୟ। ଖେଳ ପଡ଼ିଆକୁ ଯିବା, ଉଭୟ। କାର ଚଳେଇବା, ଚଳେଇବା କିଛି ମାରି ନାହାନ୍ତି। ଟ୍ରାକ୍ଟର ଚଳେଇବା, ଖାଲି ବାଳକ ପୁରୁଷ ଲେଖିଛନ୍ତି, ମହିଳା ବି ଚଲେଇ ପାରିବେ, ହେଲା, ମହିଳା କରିପାରିବେ। ଆଚ୍ଛା, ଆଉ ଗୋଟେ ହଉଛି ରୋଷେଇ କରିବା, ଉଭୟ ଲେଖିଛନ୍ତି। ବାସନ ମାଜିବା, ଉଭୟ। ଦୋକାନ ସଫା କରିବା, ଉଭୟ। ବାଧା ଅଛି, ସେ କ'ଣ ଲେଖିଛନ୍ତି? ମହିଳାଙ୍କ ଟ୍ରାକ୍ଟରରେ ଲୁଗା ସଫା କରିବା, ରୋଷେଇ କରିବା, ପିଲାଙ୍କ ଯତ୍ନ ନେବା ଭଳି ବାଧା ରହିଛି, ସେଟା ଲେଖେ। ଏ ଚିତ୍ର ଦେଖି ଚିତ୍ର ପଠନ, ଚିତ୍ର ପରେ ଆମର ପ୍ରଥମ ଲେଖିଛନ୍ତି ହଁ ବାଧା ଅଛି, ଲୁଗା ସଫା କରି ଶୁଖାଇବା, ରୋଷେଇ କରିବା, ପିଲାର ଯତ୍ନ ନେବା। କିନ୍ତୁ ପୁରୁଷଙ୍କ ଟ୍ରାକରେ ସେଇ ବାଧାବିଘ୍ନ ଅଛି କି? ନାହିଁ। ପୁରୁଷଙ୍କ ଟ୍ରାକରେ ସେଗୁଡ଼ିକ ନାହିଁ, ମାନେ ସେଇ ଜିନିଷ ଗୁଡ଼ିକ ପୁରୁଷ କରିବେ ନାହିଁ, ନାରୀମାନେ ହିଁ କରିବେ। ବର୍ତ୍ତମାନ କାର୍ଯ୍ୟକ୍ରମ ଶେଷ ଉପରେ ଆସିଗଲା। ବର୍ତ୍ତମାନ ଏଥିରୁ କ'ଣ ଜାଣିଲେ? ନାଇଁ, ବେଲ ବାଜିନି, ମୁଁ ପଢ଼ି ସାରିନି, ରହିଲା। ଏଥିରୁ କ'ଣ ଶିଖିଲେ? ଏଇ ନିର୍ଯାସ କ'ଣ ଦେଖିବେ? ପ୍ରତି ଦଳ କହିବ କାହିଁ ଲେଖିଦେବ, ଟିକେ ତ ରହୁଛି ସବୁ କାହିଁ ଲେଖିଦେବ। ଝିଅ ପୁଅ ଉଭୟ ସମସ୍ତ କାର୍ଯ୍ୟରେ କରିବେ।
କ୍ଲାସ୍ ଚାଲିଛି। ଦଣ୍ଡମୁକ୍ତ ଅଞ୍ଚଳ ଦଣ୍ଡମୁକ୍ତ ଅଞ୍ଚଳ ସରିଗଲା। ପିଲାମାନେ ସମଦୃଷ୍ଟିରେ ପିଲାମାନଙ୍କୁ ସମଦୃଷ୍ଟିରେ ଦେଖିବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ତଥା ବିଦ୍ୟାଳୟ ସମାଜ ଇତ୍ୟାଦି କ୍ଷେତ୍ରରେ ଭାଗ ନେବାର ସୁଯୋଗ ଦେବା ଓ ନିଜର ମତ ରଖିବାର ସୁଯୋଗ ଦେବା ଉଚିତ। ସମଦୃଷ୍ଟିରେ ଦେଖିବା ଏଠି ଆମର ଲିଙ୍ଗ ସାର୍ଙ୍କର ପୂର୍ବବର୍ତ୍ତୀ ବହୁତ ଭଲ ଥିଲା ଏବଂ ମାନେ ପିଲାମାନଙ୍କୁ ଶିକ୍ଷା ଦେବାରେ ନିଶ୍ଚିତ ଭାବରେ ସାର୍ଙ୍କର ଅବଦାନ ଉଲ୍ଲେଖଯୋଗ୍ୟ। କିନ୍ତୁ ଏଠି କହିବାର ଅଛି ଯେ ମାନେ ଯେଉଁ କାର୍ଯ୍ୟପଦଗୁଡ଼ିକ ସାର୍ ପ୍ରଦାନ କଲେ ଗୋଟିଏ ପିରିୟଡ଼ ଭିତରେ ଏତେ ଜିନିଷ କରିବା ସମ୍ଭବ ନୁହେଁ। କାରଣ ସେତିକି ଖାଲି ନୁହେଁ ଯେ ପିଲାମାନଙ୍କର ଧୈର୍ଯ୍ୟ ଏକାଧିକ୍ରମେ ଜଣେ ଶିକ୍ଷକ ଏତେ ସମୟ ପଢ଼ିଲେ ପିଲାଙ୍କର ଧୈର୍ଯ୍ୟ ରହିବ ନାହିଁ। ଲେଖିନି ପ୍ରଶିକ୍ଷଣର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ସୂଚିତ ହୋଇଛି। ସମ୍ପୂର୍ଣ୍ଣ ସହମତ, ଅଂଶଗ୍ରହଣ ଓ ପାରସ୍ପରିକ ଆଲୋଚନା ଉତ୍ସାହପ୍ରଦ ଥିଲା, ସେଥିପ୍ରତି ସହମତ। ପଢ଼ାଯାଇଥିବା ବିଷୟ ପ୍ରାସଙ୍ଗିକ ଥିଲା, ସହମତ। ଦିଆଯାଇଥିବା ସାମଗ୍ରୀ ଉପଯୋଗୀ ଥିଲା, ସହମତ। ପ୍ରଶିକ୍ଷଣମୂଳକ ଅଭିଜ୍ଞତା ଉପାଦେୟ ଥିଲା, ସେଥିରେ ମଧ୍ୟ ସହମତ। ସାଧାରଣତଃ ପ୍ରଶିକ୍ଷଣର ବିଷୟବସ୍ତୁ ଉପରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା, ସେଥିରେ ମଧ୍ୟ ସହମତି ପ୍ରକାଶ ପାଇଛି। ପ୍ରଶିକ୍ଷଣର ଉଦ୍ଦେଶ୍ୟ ଠିକ୍ ଭାବରେ ସାଧିତ ହୋଇପାରିଛି, ସହମତି ଅଛି। ଏବଂ ପ୍ରଶିକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟାପ୍ତ ଥିଲା, ସେ ମଧ୍ୟ ସହମତ। ପ୍ରଶିକ୍ଷଣ ଗୃହ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାପ୍ତ ଥିଲା, ସେଥିରେ ମଧ୍ୟ ସହମତ। ତେଣୁ ଆପଣଙ୍କୁ ପ୍ରଶିକ୍ଷଣର କେଉଁ ଅଧିବେଶନଟି ସବୁଠୁ ଭଲ ଲାଗିଥିଲା ତ କାହିଁକି ଏହା ପୂର୍ବ କଥା ପ୍ରଥମ ଦିବସର ପଞ୍ଚମ ଅଧିବେଶନ ଉପାଦେୟ ଶିକ୍ଷଣୀୟ ଥିଲା। ପ୍ରଶିକ୍ଷଣର କେଉଁ ଦିଗଟିକୁ ଅଧିକ ଉନ୍ନତ କରାଯାଇ ପାରିଥାନ୍ତା। ପ୍ରଶିକ୍ଷଣରେ ଉଭୟ ବାର୍ତ୍ତା ରହିଛି, ପୁଅ ଝିଅକୁ ସମାନତା ଦେବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଧାରଣା ସୃଷ୍ଟି ପୂର୍ବକ ମନୋଭାବର ପରିବର୍ତ୍ତନ ଜରୁରୀ। ପ୍ରଶିକ୍ଷଣର ଫଳସ୍ୱରୂପ ଆପଣଙ୍କ ଅଭ୍ୟାସରେ କେଉଁ ସବୁ ପରିବର୍ତ୍ତନ ଆସିବ ବୋଲି ଭାବୁଛନ୍ତି। ପୁଅ ଝିଅଙ୍କ ପ୍ରତି ଥିବା ଧାରଣା ଦୂରୀଭୂତ ହେବ। ଅନ୍ୟ କିଛି ମତାମତ ଥିଲେ ଦିଅନ୍ତୁ କିମ୍ବା ପୂର୍ବରୁ ଦେଇଥିବା ଉତ୍ତରକୁ ବିସ୍ତାର କରନ୍ତୁ। ପୁଅ ଝିଅମାନଙ୍କୁ ସମସ୍ତ କାର୍ଯ୍ୟ ଘର ଓ ବାହାରେ ସମାନ ଭାବରେ ସମଭାଗିତା ପ୍ରଦାନ କରିବା ଉଚିତ। ଲିଙ୍ଗଗତ ଆମ ଜରିଆ ଭାଇଙ୍କୁ ଧନ୍ୟବାଦ। ସମ୍ପୂର୍ଣ୍ଣ ସହମତ ଅଛି, ତାଙ୍କର ଜ୍ଞାନ ଅଛି, ଆବଶ୍ୟକତା ଅଛି, ପରିଶ୍ରମ କରୁଛନ୍ତି, କାର୍ଯ୍ୟପଦ ତିଆରି କରୁଛନ୍ତି, ସବୁ ଠିକ୍ ଥିଲା। କିନ୍ତୁ ଗୋଟେ ଖାଲି ଟିକେ ଲାଗିଲା ଯେ କୋଉ ବିଷୟ ପଢ଼ାଉଛନ୍ତି ମୁଁ ଜାଣିପାରୁନି। ଆଉ ଯୋଉଟା ଥିଲା ମାନେ ବିଷୟକୁ ଆସିବାଟା ଯୋଉଟା ଥିଲା ପ୍ରସ୍ତାବ ସେ ପ୍ରସଙ୍ଗକୁ ଆସିବା ପାଇଁ ମୁଁ ଭାବୁଛି ଆଉ କିଛି ଅଲଗା ପ୍ରକାର ଭଲ ହେଇଥାନ୍ତା। ପଚାରିଲେ ଏଗ୍ରି କରିବି, ଯଦି ଅଲଗା ପଚାର ହେଇଥାନ୍ତା କେମିତି ଧର କ୍ଲାସରେ ଅଛନ୍ତି ପୁଅ ଝିଅ, ସେ ଯଦି ଝିଅ ପିଲାଙ୍କୁ ପଚାରିଥାନ୍ତେ ତମେ କ'ଣ କ'ଣ ଦେଖିଛ, କୋଉ କ୍ଷେତ୍ରରେ କୋଉ ପିଲାମାନେ ଅଛନ୍ତି, ଧର ଝିଅ ପିଲାମାନେ ପୋଲିସ ଚାକିରି କରିଛନ୍ତି ନା ନାହିଁ, ପିଲା ଯୋଉଟା ଜାଣିଛନ୍ତି ସେଥିରୁ ଆସିବାଟା ଭଲ ହେଇଥାନ୍ତା। ଜାଣିବାଠୁ ଅଜାଣକୁ ଯିବାଟା ଭଲ, ସେଟା ଟିକେ ଭଲ ହେଇଥାନ୍ତା। ଏମାନେ ପୁରୁଷ ସ୍ତ୍ରୀ ହିସାବରେ ଆମେ ଯଦି ବଡ଼ ଅଛୁ ସେ ସେଇଟାକୁ ଗୋଟେ ମେଣ୍ଟେନ୍ କରିକି କରିଛନ୍ତି। ମୁଁ ଭାବୁଛି ସେଇଟା ପିଲାଙ୍କ ତରଫରୁ ଆଉ ଏଥିରେ ରହିଲା ପ୍ରଶିକ୍ଷଣ କେହି ଅଧିବେଶନ ଭଲ ଲାଗିଲା। ଅଧିବେଶନ କାରଣ ବିଷୟରେ ଅବଗତ ହେଲେ ଯାଇକି ଏହାର ପ୍ରତିକାର କରାଯାଇପାରିବ। ଆମେ ସେଇଟା ଦେଶକୁ ଯିବାକୁ ପଡ଼ିବ। ଆଉ ପ୍ରଶିକ୍ଷଣ କେମିତି ଗୋଟେ ଅଧିକା ଉନ୍ନତ କରିବା ଅଡ଼ିଓ ଭିଡ଼ିଓ ଦେଖିଲେ ଅଧିକା କରିଛି, କାରଣ ଜଣେ ଟିଚର ପଢ଼େଇବା ଅପେକ୍ଷା ଅଡ଼ିଓ ଭିଡ଼ିଓ ଦେଖିଲେ
ପିଲା ଆକର୍ଷିତ ହେବ ଏବଂ ବହୁତ ମନେ ରଖିବେ। ଆଉ ପ୍ରଶିକ୍ଷଣ ଫଳସ୍ୱରୂପ ଆପଣଙ୍କର ଅଭ୍ୟାସ କେଉଁ ସବୁ ପରିବର୍ତ୍ତନ ଆସିବ ଭାବୁଛନ୍ତି? ମୁଁ ଭାବୁଛି ଯେ ବାଳିକା ମାନଙ୍କର ବି ମନୋଭାବର ପରିବର୍ତ୍ତନ ଆସିବା ସହିତ ସେମାନେ କିପରି ଆଗ୍ରହର ସହିତ ସବୁ କ୍ଷେତ୍ରରେ ଟିକେ ଧ୍ୟାନ ଦେବା ଉଚିତ। ଆଉ ଗୋଟେ ହେଲା ପ୍ରଶିକ୍ଷଣ ନେବା ଏବଂ ତାକୁ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା। ମୁଁ ଭାବୁଛି ସମସ୍ତଙ୍କ ଭିତରେ ସୁଚାରୁ ରୂପେ ଶିକ୍ଷକ ଶିକ୍ଷୟିତ୍ରୀ କଲେ ଏଇ କାର୍ଯ୍ୟକ୍ରମ ପୁଣି ଆଗକୁ ଯିବା ଠିକ୍ ରହିବ। ଆଉ ଯଦି ଆମେ ଖାଲି ପ୍ରଶିକ୍ଷଣ ନେବା ତାକୁ ଯଦି କାର୍ଯ୍ୟକାରୀ ନ କରିବା ମୁଁ ଭାବୁଛି ଜିନିଷ ଠିକ୍ ହେଇପାରିବ। ସରକାର ବହୁତ ପଇସା ଖର୍ଚ୍ଚ କରୁଛନ୍ତି ଏଥିପାଇଁ ଆଉ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି କିନ୍ତୁ ଆମେ କାର୍ଯ୍ୟକାରୀ